15 ମେ 2025 ଗୁରୁବାରକୁ ପଡୁଅଛି ଜ୍ୟେଷ୍ଠ ମାସର ତୃତୀୟା ତିଥି। ଆଉ ଏହା ସେହି ତିଥି ଅଟେ ଯାହା ଜ୍ୟେଷ୍ଠ ମାସରେ ପଡୁଥିବା ସବୁଠାରୁ ବଡ଼ ତିଥି। କାହିଁକି ନା ଏହା ଗୁରୁବାରକୁ ପଡୁଅଛି। ଆଉ ଏହାର ବହୁତ ବଡ଼ ମହତ୍ତ୍ୱ ହୋଇଥାଏ। ଜ୍ୟେଷ୍ଠ ମାସର ତୃତୀୟା ତିଥି ଗୁରୁବାରକୁ ଯଦି ପଡ଼ିଯାଏ ତ ଆପଣଙ୍କୁ ମାତ୍ର ଏହି ଚଣା ଡାଲିର ଉପାୟ ଅବଶ୍ୟ କରିବା ଉଚିତ। ଯଦି ଆପଣ ଏହି ଜ୍ୟେଷ୍ଠ ମାସର ତୃତୀୟା ତିଥିରେ ଏହି ଉପାୟକୁ କରିଦେବେ ତ ଆପଣଙ୍କୁ ଏହି ଉପାୟକୁ କରିବାର ସେହି ଫଳ ମିଳିବ ଯାହା ଆପଣ କେବେ ଭାବି ବି ପାରିବେ ନାହିଁ। ଏଥିପାଇଁ ଆପଣ ଏହି ଉପାୟକୁ ମାତ୍ର ଗୋଟିଏ ଥର ନିହାତି ଥରେ କରିକି ହିଁ ଦେଖନ୍ତୁ, ଯାହାଦ୍ୱାରା ଆପଣଙ୍କ ହାତରୁ ଏହି ମୌକା ଖସି ନଯାଉ ଆଉ ଆପଣଙ୍କୁ ଏହି ଉପାୟ କରିବାର ଫଳ ମିଳିଯାଉ। ଆଉ ଏହି ଉପାୟ ଏକ ଏମିତି ଉପାୟ, ଏହି ଉପାୟକୁ ଯଦି କୌଣସି ବିଶେଷ ଦିନରେ କରାଯାଏ ତ ଆପଣଙ୍କୁ ବହୁତ ବଡ଼ରୁ ବଡ଼ ଫଳ ମିଳିଥାଏ ଆଉ ସେହି ଫଳ ବହୁତ ଜଲ୍ଦି ହିଁ ମିଳିଥାଏ। ତେବେ ଚାଲନ୍ତୁ ଉପାୟଟି କିପରି କରିବେ ଜାଣିବା। ତ ଏହି ଉପାୟକୁ କିପରି କରିବେ, କେଉଁ ସମୟରେ କରିବେ, ତେବେ ଚାଲନ୍ତୁ ଜାଣିବା। କିନ୍ତୁ ତା ପୂର୍ବରୁ ଯଦି ଆପଣ ଏହି ଚ୍ୟାନେଲରେ ପ୍ରଥମ ଥର ଆସିଛନ୍ତି ତେବେ ଆମର ଏହି ଚ୍ୟାନେଲ ରୋଜି ପିହୁ 1234କୁ ସବସ୍କ୍ରାଇବ୍ ଜରୁର କରିଦିଅନ୍ତୁ। ଏହି ଭିଡ଼ିଓକୁ ଲାଇକ୍ କରି କମେଣ୍ଟ ବକ୍ସରେ ଶ୍ରୀ ଶିବାୟ ନମସ୍ତୁଭ୍ୟମ୍ ଓମ୍ ନମଃ ଶିବାୟ ଅବଶ୍ୟ ଲେଖିଦିଅନ୍ତୁ। ଏହି ଚଣା ଡାଲିର ଉପାୟକୁ ଆପଣ ଏହି ତୃତୀୟା ତିଥିର ପ୍ରତ୍ୟେକ ବ୍ୟକ୍ତି ଏହି ଉପାୟକୁ କରିପାରିବେ। ଆଉ ଏହି ଉପାୟକୁ ଆପଣ ସକାଳେ କରିପାରିବେ ଏବଂ ସନ୍ଧ୍ୟା ସମୟରେ ପ୍ରଦୋଷ କାଳରେ ବି କରିପାରିବେ। ଆଉ ଯେଉଁ ବ୍ୟକ୍ତି ଏହି ଉପାୟକୁ କରିଦେଇଥାନ୍ତି ତ ତାଙ୍କ ଜୀବନର ସମସ୍ତ ସମସ୍ୟା ଦୂର ହୋଇଯାଇଥାଏ। ଆଉ ଗୁରୁବାର ଦିନକୁ କରାଯାଉଥିବା ଏହି ଉପାୟ ସବୁଠାରୁ ସର୍ବଶ୍ରେଷ୍ଠ ଉପାୟ ହୋଇଥାଏ। ଏହି ଉପାୟ ପାଇଁ ଆପଣ ମାତ୍ର ଗୋଟିଏ ତମ୍ବା ଲୋଟାରେ ଜଳ ନେବେ, ଏହା ସହ ଗୋଟିଏ ଗୁଡ଼ର ଖଣ୍ଡ ନେବେ ଆଉ ଏହା ସହ 7ଟି ଚଣା ଡାଲି ନେବେ। ଆଉ ସେହି ଚଣା ଡାଲି ଭଙ୍ଗା ଟୁଟା ନେବେ ନାହିଁ, ପୁରା ଗୋଟା ଗୋଟା ନେବେ। ଆଉ ଚଣା ଡାଲି ଯଦି ଗୁରୁବାର ଦିନ ଶିବ ମନ୍ଦିରରେ ଶିବଲିଙ୍ଗ ଉପରେ ଅର୍ପିତ କରିଥାନ୍ତି ତ ଏହା ଦ୍ୱାରା ଆପଣଙ୍କ ଜୀବନରେ ବହୁତ ବଡ଼ ପରିବର୍ତ୍ତନ ଆଣିଥାଏ। ଯଦି ଆମ ଭାଗ୍ୟରେ ଧନ ପ୍ରାପ୍ତିର ଯୋଗ ଲେଖା ନଥାଏ, ଯଦି ଆମ ଜୀବନରେ ଦୁର୍ଭାଗ୍ୟ ଛଡ଼ା କିଛି ବି ନଥାଏ ତ ଗୁରୁବାର ଦିନ ଚଣା ଡାଲି ବାଲା ଏହି ଉପାୟ କରିବା ଦ୍ୱାରା ଭଗବାନ ମହାଦେବ ଆପଣଙ୍କ ହାତର ରେଖାକୁ ବି ପରିବର୍ତ୍ତନ କରିଦେଇଥାନ୍ତି। ତ ଏହି 3ଟି ସାମଗ୍ରୀକୁ ନେଇ ଶିବାଳୟକୁ ଯିବେ ଆଉ ଏହି ଉପାୟକୁ ଆପଣ ସକାଳଠୁ ନେଇ ସନ୍ଧ୍ୟା ସମୟରେ ଯେତେବେଳେ ବି ଆପଣଙ୍କୁ ସମୟ ମିଳୁଛି ଏହି ଉପାୟକୁ ଆପଣ କରିପାରିବେ। ଶିବ ମନ୍ଦିରରେ ପହଞ୍ଚିବା ପରେ ସର୍ବପ୍ରଥମେ ଯେଉଁ ଗୁଡ଼ ଖଣ୍ଡ ନେଇଥିଲେ ସେହି ଗୁଡ଼ ଖଣ୍ଡକୁ ସେହି ଜଳ ପାତ୍ରରେ, ଯେଉଁ ତମ୍ବା ପାତ୍ରରେ ଆପଣ ଶୁଦ୍ଧ ଜଳ ନେଇଥିଲେ ସେହି ଜଳରେ ସେହି ଗୁଡ଼ ଖଣ୍ଡକୁ ପକାଇଦେବେ। ତାପରେ ମହାଦେବଙ୍କୁ ସ୍ମରଣ କରି ସେହି ଲୋଟା ଜଳକୁ ଧୀରେ ଧୀରେ ଏହି ମନ୍ତ୍ରକୁ ଜପ କରିବେ ଆଉ ସେହି ମନ୍ତ୍ରଟି ହେଉଛି ଶ୍ରୀ ଶିବାୟ ନମସ୍ତୁଭ୍ୟମ୍। ଏହି ମନ୍ତ୍ରକୁ ଜପ କରି କରି କମ୍ ସେ କମ୍ ଆପଣ ସେହି ମନ୍ତ୍ରକୁ 11ରୁ 12 ଥର ଜପ କରିବେ। ତାପରେ ସେହି ଜଳକୁ ଶିବଲିଙ୍ଗ ଉପରେ ଅର୍ପିତ କରିଦେବେ। ତାପରେ ଆପଣ ଯେଉଁ 7ଟି ଚଣା ଡାଲି ନେଇଥିଲେ ସେହି ଚଣା ଡାଲିକୁ ଗୋଟେ ଗୋଟେ କରି ଶିବଲିଙ୍ଗ ଉପରେ ଅର୍ପିତ କରିବେ। ଏହାପରେ ଆପଣ ବୃହସ୍ପତି ମହେଶ୍ୱରଙ୍କୁ ପ୍ରାର୍ଥନା କରିବେ କି ମୋ ଜୀବନରେ ଯେଉଁ ବି ସଙ୍କଟ ସମସ୍ୟା ଚାଲୁଅଛି, ଯେଉଁ ବି କାର୍ଯ୍ୟ ମୁଁ କରିବାକୁ ଚାହୁଁଛି ସେହି କାର୍ଯ୍ୟରେ ବାରମ୍ବାର ବାଧା ଆସୁଛି, ମୋ ଜୀବନରେ ଚାରିଦିଗରୁ ଯେଉଁ ଦୁଃଖ କଷ୍ଟ ଲାଗି ରହିଛି ତ ଆପଣଙ୍କର ଦୁର୍ଭାଗ୍ୟକୁ ଦୂର କରିବା ପାଇଁ ଆପଣ ବୃହସ୍ପତି ମହାଦେବଙ୍କୁ ପ୍ରାର୍ଥନା କରିବେ। ଗୁରୁବାର ଦିନ ଏହି ଚମତ୍କାରୀ ଉପାୟକୁ ଥରେ କରିକି ହିଁ ଦେଖନ୍ତୁ। ଆପଣ ନିଜେ ଦେଖିବେ ଗୋଟିଏ ମାସ କିମ୍ବା 2 ମାସ ଭିତରେ ହିଁ ଆପଣଙ୍କ ଜୀବନର ଯେଉଁ ଦୁର୍ଭାଗ୍ୟ ତାହା ସମାପ୍ତ ହେବାକୁ ଆରମ୍ଭ ହୋଇଯିବ। ତ ଏବେ ଆସନ୍ତୁ ଆଉ ଗୋଟିଏ ଦିବ୍ୟ ଚମତ୍କାରୀ ଉପାୟଟି ଜାଣିବା। ଆଉ ଏହି ଉପାୟ ପାଇଁ ଆପଣ ମାତ୍ର ଗୋଟିଏ ତୁଳସୀ ଗଛର ଶୁଖିଲା କାଠି ନେବେ। ଯଦି ଆପଣଙ୍କ ପାଖରେ ଆଗରୁ ତୁଳସୀ କାଠି ଥିବ ତେବେ ସେହି ଶୁଖିଲା ତୁଳସୀ କାଠିକୁ ଆପଣ ଉପଯୋଗ କରିପାରିବେ, କିମ୍ବା ଯଦି ଆପଣଙ୍କ ଘରେ ତୁଳସୀ ଗଛ ଶୁଖି ଯାଇଥାଏ ତେବେ ସେହି ତୁଳସୀ କାଠିକୁ ବି ଖଣ୍ଡେ ଆପଣ ଆଣିକି ଆପଣଙ୍କର ଉପାୟରେ ୟୁଜ୍ କରିପାରିବେ। ଆଉ ଏହି ଉପାୟ ପାଇଁ ଆପଣଙ୍କୁ ମାତ୍ର ଗୋଟିଏ ମାଟିର ଦୀପ ନେବେ, ସେହି ଦୀପରେ ଶୁଦ୍ଧ ଦେଶୀ ଘିଅ ପ୍ରୟୋଗ କରିବେ ଆଉ ସେହି ତୁଳସୀ କାଠିକୁ ସେହି ଘିଅରେ ଭଲସେ ବୁଡ଼ାଇ ଦେବେ। ଆଉ ତୁଳସୀ କାଠି ବହୁତ ଜଲ୍ଦି ଜଳି ଯାଇଥାଏ, ତ ଆପଣ ଗୋଟିଏ କାମ କରିବେ, ଆପଣ ଯେଉଁ ତୁଳସୀ କାଠିକୁ ଘିଅରେ ବୁଡ଼ାଇଥିଲେ ସେହି ତୁଳସୀ କାଠି ଉପରେ ମାନେ ଚାରିପଟେ ଭଲସେ ସିନ୍ଦୁର ମାରିଦେବେ। ତାପରେ ଭଲସେ ଘିଅକୁ ପୁଣି ଥରେ ବୁଡ଼ାଇ ଦେବେ।
ତାପରେ ସେହି ଦୀପ ଭିତରେ ସେହି ତୁଳସୀ କାଠିକୁ ରଖିଦେବେ। ଆଉ ସେହି ଦୀପକୁ ଆପଣ ଭଗବାନ ବିଷ୍ଣୁଙ୍କ ସାମ୍ନାରେ ଜଳାଇ ପାରିବେ। ନାହିଁ ତ ଭଗବାନ ବିଷ୍ଣୁଙ୍କର କୌଣସି ବି ସ୍ୱରୂପଙ୍କ ସାମ୍ନାରେ ସେହି ଦୀପକୁ ଆପଣ ପ୍ରଜ୍ୱଳିତ କରିପାରିବେ। କିମ୍ବା ଆପଣଙ୍କ ଘରେ ଯେଉଁ ତୁଳସୀ ଚଉରା ଅଛି, ସେଠି ବି ସେହି ଦୀପକୁ ଆପଣ ଜଳାଇ ପାରିବେ। ଯେଉଁ ବ୍ୟକ୍ତି ଏହି 15 ମେ 2025 ଗୁରୁବାରର ତୃତୀୟା ତିଥିରେ ଏହି ତୁଳସୀର କାଠିକୁ ନେଇ ଦୀପ ପ୍ରଜ୍ୱଳିତ କରିଥାନ୍ତି, ତ ତାଙ୍କ ଜୀବନରେ କେବେ ବି କୌଣସି ବି ସମସ୍ୟାର ସାମ୍ନା କରିବାକୁ ପଡ଼ିନଥାଏ। କାରଣ ଏହି 15 ମେ ଜ୍ୟେଷ୍ଠ ମାସର ଗୁରୁବାରକୁ ପଡ଼ୁଥିବା ତୃତୀୟ ତିଥି ଗୁରୁବାର ଦିନଟି ଶ୍ରୀହରି ବିଷ୍ଣୁଙ୍କୁ ସମର୍ପିତ ହୋଇଥାଏ। ଆଉ ଏହି ଦୀପକୁ ବିଶେଷ କରି ଭଗବାନ ବିଷ୍ଣୁଙ୍କୁ ସମର୍ପିତ ହୋଇଥାଏ। ଆଉ ସେହି ଦୀପକୁ ବିଶେଷ କରି ଆପଣ ସନ୍ଧ୍ୟା ସମୟରେ ମାନେ ସୂର୍ଯ୍ୟାସ୍ତ ପରେ ହିଁ ପ୍ରଜ୍ୱଳିତ କରିବେ। ତ ଏବେ ଚାଲନ୍ତୁ ତୃତୀୟ ଉପାୟଟି ଜାଣିବା। ଆଉ ସେହି ବିଶେଷ ଉପାୟ ପାଇଁ ଆପଣଙ୍କୁ ଗୋଟିଏ ବେଲପତ୍ର ନେବେ। ଏହା ସହ 2ଟି ଶମି ପତ୍ର ନେବେ। ଆଉ ଯେଉଁ ବେଲପତ୍ର ନେବେ ସେହି ବେଲପତ୍ର ଟିକେ ବି ଚିରା ଫଟା ହୋଇନଥିବ, ପୁରା ଗୋଟା ଗୋଟା ବେଲପତ୍ର ନେବେ। ଏହି କଥାର ବିଶେଷ କରି ଧ୍ୟାନ ରଖିବେ। ଯଦି ଆପଣଙ୍କ ପାଖରେ ବେଲପତ୍ର ନାହିଁ, ତେବେ ଶିବ ମନ୍ଦିରରେ ଶିବଲିଙ୍ଗରେ ଚଢ଼ା ଯାଇଥିବା ବେଲପତ୍ରକୁ ଗୋଟିଏ ଉଠାଇ ଆଣି ସେହି ବେଲପତ୍ରକୁ ଶୁଦ୍ଧ ଜଳରେ ଭଲସେ ଧୋଇଦେବେ। ସେହି ବେଲପତ୍ରକୁ ଆପଣ ଉପଯୋଗୀ କରିପାରିବେ। ଏହା ସହ ଅଳ୍ପ ଲାଲ ଚନ୍ଦନ ନେବେ। ଏହି ସବୁ ସାମଗ୍ରୀକୁ ନେଇ ଶଙ୍କରଙ୍କ ମନ୍ଦିରକୁ ଚାଲିଯିବେ। ସବୁଠୁ ପ୍ରଥମେ ଯେଉଁ ବେଲପତ୍ର ନେଇଥିଲେ, ସେହି ବେଲପତ୍ରରେ ଚିକ୍କଣ ଭାଗରେ ଦେଖନ୍ତୁ, ସମସ୍ତେ ପ୍ରାୟ ଜାଣିଛନ୍ତି କି ବେଲପତ୍ରର 3ଟି ବାଲା ପତ୍ର ଥାଏ। ସବୁଠୁ ବଡ଼ ପତ୍ରଟି ଯେଉଁ ପତ୍ରଟି ଉପରକୁ ରହିଥାଏ, ସେହି ବଡ଼ ପତ୍ରରେ ଯେଉଁ ଲାଲ ଚନ୍ଦନ ନେଇଥିଲେ, ସେହି ଲାଲ ଚନ୍ଦନରେ ଗୋଟିଏ ବିନ୍ଦୁ ଲଗାଇ ଦେବେ। ତାପରେ ତଳେ ଯେଉଁ 2ଟି ବେଲପତ୍ର ଥାଏ, ସେହି ପତ୍ର ଉପରେ ଯେଉଁ ଶମି ପତ୍ର ନେଇଥିଲେ, ସେହି ଶମି ପତ୍ର 2ଟିକୁ ସେହି 2ଟି ବେଲପତ୍ର ଉପରେ ଗୋଟେ ଗୋଟେ କରି ରଖିଦେବେ। ତାପରେ ସେହି ବେଲପତ୍ରକୁ ଶିବଲିଙ୍ଗ ଉପରେ ସମର୍ପିତ କରିଦେବେ। ବେଲପତ୍ର ଶମିପତ୍ର ସମର୍ପିତ କରିବା ସମୟରେ ଆପଣ ଗତିମାନଙ୍କ ନାମ ସ୍ମରଣ କରିବେ। ଆଉ ଗତିମାନ ପ୍ରଭୁ ହନୁମାନଙ୍କର ସାନ ଭାଇ। ଯଦି ଗତିମାନଙ୍କ ନାମ ନେଇ ଆପଣ ଏହି ଉପାୟକୁ କରିବେ, ଆପଣଙ୍କ ଶରୀରରେ ଯେଉଁ ବି ରୋଗ ଥାଏ, ତାହାକୁ ଭଗବାନ ଗତିମାନ ଦୂର କରିଦେବେ। ଏହି ଉପାୟକୁ କରିବା ପରେ ଆପଣଙ୍କର ସମସ୍ତ ବେମାରୀକୁ ଭଗବାନ ଗତିମାନ ତୁରନ୍ତ ଦୂର କରିଦେବେ। ତ ଆଶା କରୁଛି ଆଜିର ଭିଡ଼ିଓଟି ନିହାତି ଭାବରେ ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ଭିଡ଼ିଓଟି ଆପଣଙ୍କୁ ପସନ୍ଦ ଆସିଥାଏ, ତେବେ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ। ଭିଡ଼ିଓକୁ ଅଧିକରୁ ଅଧିକ ମାତ୍ରାରେ ସେୟାର କରନ୍ତୁ। ଏ ପର୍ଯ୍ୟନ୍ତ ଯଦି ଆମ ଚ୍ୟାନେଲରେ ଆପଣମାନେ ନୂଆ ଅଛନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ତାହେଲେ ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ। କମେଣ୍ଟ ବକ୍ସରେ ଓମ୍ ନମଃ ଶିବାୟ ଅବଶ୍ୟ ଲେଖନ୍ତୁ।